ମୁଁ ଡକ୍ଟର ୟାରା ଧନୁର୍ଦ୍ଧର ପଲ୍ମୋଲୋଜିଷ୍ଟ ଆଉ ଇଣ୍ଟେନ୍ସିଭିଷ୍ଟ। କୋଭିଡ଼ ପରେ ଆମର ଲଙ୍ଗସ୍ ବା ଫୁସ୍ଫୁସ୍ର କେତେ ଆବଶ୍ୟକତା ସମସ୍ତେ ବୁଝିପାରିଲେ। ଆଉ ବର୍ତ୍ତମାନ କୋଭିଡ଼ ଟାଇମ୍ରେ ସବୁଠୁ ବେଶୀ ଇମ୍ପୋର୍ଟାଣ୍ଟ ଥିଲା ପଲ୍ମୋଲୋଜିଷ୍ଟ ଆଉ କ୍ରିଟିକାଲ୍ କେୟାର ସ୍ପେଶାଲିଷ୍ଟ ଲୋକଙ୍କର। ବର୍ତ୍ତମାନ ଲଙ୍ଗସର ଏଇ ନୂଆ ବର୍ଷରେ ଆମେ ଲଙ୍ଗସ୍ ପାଇଁ କିଛି ନୂଆ ଜିନିଷ କରିବା, ଯେମିତି କିଛି ନୂଆ ରିଜଲ୍ୟୁସନ୍ ନେବା ଯେ ଲଙ୍ଗସର ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, ତ ତାକୁ ହେଲ୍ଥି ରଖିବାଟା ଇମ୍ପୋର୍ଟାଣ୍ଟ। ତ ସେଇ ହିସାବରେ ଆମେ ରେଗୁଲାରଲି ଲଙ୍ଗ୍ ଏକ୍ସରସାଇଜ୍ କରିବା, ବହୁତ ଆକ୍ଟିଭ୍ ଓ ପାସିଭ୍ ସ୍ମୋକିଂକୁ ଆଭଏଡ଼ କରିବା। ପାସିଭ୍ ସ୍ମୋକର ମିନ୍ସ ଆମ ପାଖରେ କିଏ ସ୍ମୋକିଂ କରୁଥିବ ତାକୁ ମନା କରିବା। ଦ୍ୱିତୀୟ ଜିନିଷ ହେଉଛି ରେଗୁଲାରଲି ଆମେ ଫ୍ରି ଏନ୍ଭାଇରନମେଣ୍ଟରେ ବୁଲାବୁଲି କରିବା। ରେଗୁଲାରଲି ମାସ୍କ ପିନ୍ଧିବାଟା ସବୁଠୁ ଭଲ, ଯେଉଁଠି ବି ଏୟାର ପଲ୍ୟୁସନ୍ ହେଉଛି ଗାଡ଼ି ଚଲାଇବା ବା ଯେଉଁଠି ଆମେ ଟାଉନ୍ ଭିତରେ ବୁଲାବୁଲି କରୁଛେ ସେହି ସମୟରେ ସବୁବେଳେ ମାସ୍କ ପିନ୍ଧିବା। ଲଙ୍ଗ୍ ଏକ୍ସରସାଇଜ୍ ପାଇଁ ଆମେ ରେଗୁଲାରଲି ଘରେ ସ୍ପାଇରୋମେଟ୍ରି କରିବା। ଆଗେ କାଳରେ ଲୋକମାନେ ଘର ଭିତରେ ଶଙ୍ଖ ବଜାଉଥିଲେ, ସେଇଟା ବି ଗୋଟେ ଭଲ ଏକ୍ସରସାଇଜ୍ ହେଉଥିବ। ତେଣୁ ଆମେ ଘରେ ବି ଆଟଲିଷ୍ଟ ପୂଜା ଟାଇମ୍ରେ ଥରେ ଦୁଇ ଥର ଶଙ୍ଖ ବଜାଇଲେ ସେଇଟା ଗୋଟେ ଲଙ୍ଗସର ଭଲ ଏକ୍ସରସାଇଜ୍ ହେବ। ତେଣୁ ରେଗୁଲାରଲି ସ୍ପାଇରୋମେଟ୍ରି କରିବା ବା ପ୍ରାଣାୟାମ କରିବା, ଯେଉଁଟା ଲଙ୍ଗସ୍ ପାଇଁ ବହୁତ ଉପଯୋଗିତା। ତେଣୁ ଏଇ ନୂଆ ବର୍ଷରେ ଆମେ ଏଇ ଜିନିଷ ରିଜଲ୍ୟୁସନ୍ କଲେ ଆମ ଦେହ ଆଉ ଆମ ପାଖାପାଖି ଲୋକଙ୍କର ଦେହ ବି ଭଲ ରହିବ ଆଉ ଲଙ୍ଗସ୍ ହେଲ୍ଥି ରହିବ।